ଜାଭିୟର୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ। ଜାଭିୟର୍ସ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଲିବରାଲ ଆର୍ଟସ ଓ ଇଂରାଜୀ ବିଭାଗ ମିଳିତ ଭାବରେ 10 ଏବଂ 11 ମାର୍ଚ୍ଚ 2 ଦିନ ଧରି ଅସ୍ତିତ୍ୱର ପୁନଃକଳ୍ପନା, ବିଶ୍ୱ ସାହିତ୍ୟ ଏବଂ ଭାଷାରେ ଉଦୀୟମାନ ଦୃଷ୍ଟିକୋଣ ବିଷୟ ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଜାଭିୟର୍ସ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ଫାଦର ଆଣ୍ଟୋନି ଆର୍ ଉଭାରି ଏସଜେଙ୍କ ଦ୍ୱାରା ଏହି ସମ୍ମିଳନୀଟିକୁ ଉଦ୍ଘାଟନ କରାଯାଇଥିଲା। ଉଦ୍ଘାଟନୀ ଉତ୍ସବରେ ସାହିତ୍ୟିକ ଏବଂ ଭାଷାଗତ ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ବ୍ଲକ୍ ଅଫ୍ ଆବଷ୍ଟ୍ରାକ୍ଟସ୍ ଏବଂ ଏସ୍ଏଲ୍ଏ ନ୍ୟୁଜ୍ ଲେଟରର ଉନ୍ମୋଚନ ମଧ୍ୟ କରାଯାଇଥିଲା। ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରତିଷ୍ଠିତ ବିଦ୍ୱାନମାନଙ୍କ ଦ୍ୱାରା ଅନ୍ତର୍ଦୃଷ୍ଟିପୂର୍ଣ୍ଣ ମୁଖ୍ୟ ଭାଷା ଏବଂ ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ଡେଭିଡ୍ ଆନସେନ୍ ମୁଖ୍ୟ ଭାଷା ପ୍ରଦାନ କରିଥିଲେ, ଯାହା ସମସାମୟିକ ସାହିତ୍ୟିକ ଏବଂ ସାଂସ୍କୃତିକ ଅଧ୍ୟୟନ ଉପରେ ଚିନ୍ତନାତ୍ମକ ଆଲୋଚନା ପାଇଁ ମଞ୍ଚ ସ୍ଥାପନ କରିଥିଲା। ପୂର୍ଣ୍ଣାଙ୍ଗ ଭାଷଣରେ ପ୍ରଫେସର ପ୍ରମୋଦ କେ ନାୟାର, ପ୍ରଫେସର ମାଥିଆସ୍ ଫ୍ରେଇସ୍, ପ୍ରଫେସର ରୀତା ଏସ୍ କ୍ରାନିଡିସ୍, ପ୍ରଫେସର ଅଭିଷେକ ପାରୁଲ ଏବଂ ପ୍ରଫେସର ସୌଗତ ଭାଦୁରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତ୍ୟେକ ସାହିତ୍ୟିକ ଆଖ୍ୟାନ ଏବଂ ଭାଷାଗତ ପରିବର୍ତ୍ତନ ବିଷୟରେ ଅନନ୍ୟ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ। ସମ୍ମିଳନୀର ଦ୍ୱିତୀୟ ଦିନରେ ଉତ୍ତର ଉପନିବେଶିକ ସାହିତ୍ୟ, ଡିଜିଟାଲ ମାନବିକତା ଏବଂ ଭାଷା ଅଧ୍ୟୟନ ଉପରେ ସମାନ୍ତରାଳ ପେପର ଉପସ୍ଥାପନ ପ୍ରଦର୍ଶିତ ହୋଇଥିଲା, ଯାହା ସାହିତ୍ୟ ଏବଂ ଭାଷାର ବିକଶିତ ଭୂମିକା ଉପରେ ଜୀବନ୍ତ ଆଲୋଚନାକୁ ପ୍ରୋତ୍ସାହିତ କରିଥିଲା। ଏହି ସମ୍ମିଳନୀରେ ବିଦ୍ୱାନ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚିନ୍ତାଧାରା ଆଦାନ ପ୍ରଦାନ, ପାରମ୍ପରିକ ଦୃଷ୍ଟିକୋଣକୁ ଚ୍ୟାଲେଞ୍ଜ କରିବା ଏବଂ ସମସାମୟିକ ସମାଜରେ ସାହିତ୍ୟ ଏବଂ ଭାଷାର ଭୂମିକାକୁ ପୁନଃ କଳ୍ପନା କରିବା ପାଇଁ ମଞ୍ଚ ପ୍ରଦାନ କରିଥିଲା। ଭୁବନେଶ୍ୱରରୁ ଏଲିନା ମହାନ୍ତିଙ୍କ ରିପୋର୍ଟ, ଜନଶକ୍ତି ଟିଭି।